ओम शांति 27 मे 2025 साकार मुरली मुरलीर मुख्य पॉइंट रे परम पिता परम शिक्षक परम सद्गुरु शिव बाबा कहिसेंती मिठे बच्चे तुम मानक मुख एबे स्वर्ग आड़क रही तुमे नर्क को आड़े दे स्वर्ग आड़क जाउछ सेतिपई बुद्धिर जोग नर्करू बाहर करनियो तुम मानक मुख एबे स्वर्ग आड़क रही तुमे नर्क को आड़े दे स्वर्ग आड़क जाउछ सेतिपई बुद्धिर जोग नर्करू बाहर करनियो। प्रश्न सबुठारु सूक्ष्म एवं उच्च लक्ष्य कौन ताकू केउ माने अतिक्रम करिपारिबे सबुठारु सूक्ष्म एवं उच्च लक्ष्य कौन ताहाकू केउ माने अतिक्रम करिपारिबे। उत्तर तुमे पिला माने स्वर्ग आड़क ही मुह करुछ माया तुमर मुह को नर्क आड़क बुलाई देउछि अनेक प्रकारर तोफान सृष्टि करुछि ସେହି ତୋଫାନ ଗୁଡ଼ିକୁ ଅତିକ୍ରମ କରିବା ଏହା ହିଁ ହେଉଛି ସୂକ୍ଷ୍ମ ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ପାର କରିବା ପାଇଁ ନଷ୍ଟମହା ହେବାକୁ ପଡ଼ିବ। ନିଶ୍ଚୟ ଏବଂ ସାହସର ଆଧାରରେ ଏହାକୁ ପାର କରିପାରିବ। ବିକାରୀମାନଙ୍କ ମଧ୍ୟରେ ରହି ନିର୍ବିକାରୀ ହଂସ ହେବା ଏହା ହିଁ ମେହନତର କାର୍ଯ୍ୟ। ଗୀତ ନିର୍ବଲ ସେ ଲଢ଼ାଇ ବଲବାନ କି ଓମ୍ ଶାନ୍ତି। ଜ୍ଞାନବାନ ସନ୍ତାନମାନେ ଏହି ଗୀତର ଅର୍ଥକୁ ତ ଭଲ ଭାବରେ ବୁଝିପାରୁଛନ୍ତି। ଯେଉଁମାନଙ୍କର ବୁଦ୍ଧିଯୋଗ ଶାନ୍ତିଧାମ ଏବଂ ସ୍ୱର୍ଗ ଆଡ଼କୁ ରହିଛି ସେହିମାନଙ୍କୁ ହିଁ ତୋଫାନ ଲାଗିଥାଏ। ବାବା ତ ଏବେ ତୁମର ମୁହଁ ବୁଲାଇ ଦେଉଛନ୍ତି। ଜ୍ଞାନ କାଳରେ ମଧ୍ୟ ପୁରୁଣା ଘରୁ ବୁଦ୍ଧିଯୋଗ ହଟାଇ ନୂଆ ଘରକୁ ମନେ ପକାଇବାରେ ଲାଗିଯାଆନ୍ତି। କେବେ ତିଆରି ଶେଷ ହେବ? ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ମଧ୍ୟ ରହିଛି ଯେ କେବେ ଆମ ପାଇଁ ସ୍ୱର୍ଗର ସ୍ଥାପନା ହେବ ଆମେ ସୁଖଧାମକୁ ଚାଲିଯିବୁ ଏବଂ ଦୁଃଖଧାମରୁ ତ ସମସ୍ତଙ୍କୁ ଯିବାକୁ ହେବ। ସାରା ସୃଷ୍ଟିର ମନୁଷ୍ୟମାନଙ୍କୁ ବାବା ବୁଝାଉଛନ୍ତି ପିଲାମାନେ ଏବେ ସ୍ୱର୍ଗର ଦ୍ୱାର ଖୋଲୁଛି ତେଣୁ ତୁମର ବୁଦ୍ଧିଯୋଗ ସ୍ୱର୍ଗ ଆଡ଼କୁ ଯିବା ଉଚିତ। ଯେଉଁମାନେ ସ୍ୱର୍ଗକୁ ଯିବେ ସେମାନଙ୍କୁ ପବିତ୍ର ବୋଲି କୁହାଯିବ ନର୍କ ଆଡ଼କୁ ଅପବିତ୍ର କୁହାଯିବ। ଏବେ ଘର ଗୃହସ୍ଥରେ ରହି ମଧ୍ୟ ବୁଦ୍ଧିଯୋଗ ସ୍ୱର୍ଗ ଆଡ଼କୁ ଲଗାଇବାକୁ ହେବ। ଧରିନିଅ ବାପର ବୁଦ୍ଧିଯୋଗ ସ୍ୱର୍ଗ ଆଡ଼କୁ ଏବଂ ପିଲାର ବୁଦ୍ଧିଯୋଗ ନର୍କ ଆଡ଼କୁ ରହିଛି ତେବେ ଉଭୟ ଗୋଟିଏ ଘରେ କିପରି ରହିପାରିବେ? ହଂସ ଏବଂ ବଗ ଏକତ୍ର ରହିପାରିବେ ନାହିଁ। ବହୁତ ମୁସ୍କିଲ ହେବ। ତାଙ୍କର ବୁଦ୍ଧିଯୋଗ ପାଞ୍ଚ ବିକାର ଆଡ଼କୁ ରହିଛି ସେ ନର୍କ ଆଡ଼କୁ ଇଏ ସ୍ୱର୍ଗ ଆଡ଼କୁ ଯାଉଛନ୍ତି ଉଭୟ ଏକତ୍ର ରହିପାରିବେ ନାହିଁ। ଲକ୍ଷ୍ୟ ବହୁତ ଉଚ୍ଚ। ବାବା ଦେଖୁଛନ୍ତି ମୋ ପିଲାର ମୁହଁ ନର୍କ ଆଡ଼କୁ ରହିଛି ନର୍କକୁ ଯିବା ବିନା ରହିପାରୁ ନାହିଁ। ତେବେ କ'ଣ କରିବା ଉଚିତ? ନିଶ୍ଚିନ୍ତ ଘରେ ଝଗଡ଼ା ଚାଲିବ। କହିବେ ଇଏ ପୁଣି କେଉଁ ଅଜ୍ଞାନ ପିଲାମାନେ ବିବାହ କରିବେ ନାହିଁ। ଅନେକ ତ ଘର ଗୃହସ୍ଥରେ ରହୁଛନ୍ତି ନା। ପିଲାର ଇଚ୍ଛା ନର୍କ ଆଡ଼କୁ ଯିବି ସେ ଚାହୁଁଛି ମୁଁ ନର୍କକୁ ଯିବି। ବାବା କହୁଛନ୍ତି ନର୍କ ଆଡ଼କୁ ବୁଦ୍ଧିଯୋଗ ରଖ ନାହିଁ କିନ୍ତୁ ବାପାଙ୍କର କଥା ମଧ୍ୟ ମାନୁନାହାନ୍ତି। ପୁଣି କ'ଣ କରିବାକୁ ପଡ଼ିବ? ଏଥିରେ ବହୁତ ନଷ୍ଟମୋହା ସ୍ଥିତି ଆବଶ୍ୟକ। ଏହି ସମସ୍ତ ଜ୍ଞାନ ଆତ୍ମାରେ ରହିଛି। ପିତାଙ୍କର ଆତ୍ମା କହୁଛି ଏହାକୁ ମୁଁ ରଚନା କରିଛି ଇଏ ପୁଣି ମୋ କଥା ମାନୁନାହିଁ। କେହି କେହି ତ ବ୍ରାହ୍ମଣ ହୋଇ ମଧ୍ୟ ତାଙ୍କର ବୁଦ୍ଧି ନର୍କ ଆଡ଼କୁ ଚାଲିଯାଉଛି ତେବେ ସେମାନେ ଯେପରି ଏକଦମ ରସାତଳକୁ ଚାଲିଯିବେ। ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଏହା ହେଉଛି ଜ୍ଞାନ ସାଗରଙ୍କର ଦରବାର। ଭକ୍ତି ମାର୍ଗରେ ଇନ୍ଦ୍ରକ ଦରବାରର ମଧ୍ୟ ଗାୟନ ରହିଛି। ପୁଖରାଜ ପରି ନୀଲମ ପରି ମାଣିକ ପରି ବହୁତ ଗୁଡ଼ିଏ ନାମ ରହିଛି କାହିଁକି ନା ଜ୍ଞାନର ନୃତ୍ୟ କରୁଛନ୍ତି ନା। ଭିନ୍ନ ଭିନ୍ନ ପ୍ରକାରର ପରୀମାନେ ଅଛନ୍ତି ସେମାନେ ମଧ୍ୟ ପବିତ୍ର ହୋଇଥିବା ଦରକାର। ଯଦି କୌଣସି ଅପବିତ୍ରକୁ ନେଇ ଆସିବ ତେବେ ଦଣ୍ଡ ମିଳିବ। ଏଥିରେ ବହୁତ ପବିତ୍ରତା ଆବଶ୍ୟକ। ଏହି ଲକ୍ଷ୍ୟ ବହୁତ ଉଚ୍ଚ ସେଥିପାଇଁ ବୃକ୍ଷର ଅର୍ଥାତ୍ ବ୍ରାହ୍ମଣ ପରିବାରର ଜଲ୍ଦି ଜଲ୍ଦି ବୃଦ୍ଧି ହେଉନାହିଁ। ବାବା ଯେଉଁ ଜ୍ଞାନ ଦେଉଛନ୍ତି ତାକୁ କେହି ଜାଣିନାହାନ୍ତି। ଶାସ୍ତ୍ରରେ ମଧ୍ୟ ଏହି ଜ୍ଞାନ ନାହିଁ। ସେଥିପାଇଁ ଟିକିଏ ନିଶ୍ଚୟ ହେବା ମାତ୍ରେ ମାୟା ଏକା ଚାପୁଡ଼ାରେ ଖସାଇ ଦେଉଛି। ଏହା ତୋଫାନ ଅଟେ ନା। ଛୋଟ ଦୀପକୁ ତ ତୋଫାନ ଗୋଟିଏ ହିଁ ଝଟକାରେ ଲିଭାଇ ଦେଇଥାଏ। ଅନ୍ୟକୁ ବିକାରରେ ଯିବାର ଦେଖି ନିଜେ ମଧ୍ୟ ବିକାରୀ ହୋଇଯାଉଛନ୍ତି। ଏ କଥା ବୁଝିବା ପାଇଁ ବୁଦ୍ଧି ବିଶାଳ ହେବା ଦରକାର। ଗାୟନ ମଧ୍ୟ ରହିଛି ଅବଳାମାନଙ୍କ ଉପରେ ଅତ୍ୟାଚାର ହେଉଥିଲା
ବାବା ବୁଝାଉଛନ୍ତି ପିଲାମାନେ କାମ ମହାଶତ୍ରୁ ଅଟେ। ଏଥିପାଇଁ ତୁମର ବହୁତ ଘୃଣା ଆସିବା ଉଚିତ। ଏବେ ବାବା ଏଥିପ୍ରତି ବହୁତ ଘୃଣା ସୃଷ୍ଟି କରାଉଛନ୍ତି। ଆଗରୁ ଏସବୁ କଥା ନଥିଲା। ବର୍ତ୍ତମାନ ତ ନର୍କ ଅଟେ ନା। ଦ୍ରୌପଦୀ ଡାକିଥିଲେ। ଏହା ବର୍ତ୍ତମାନର ହିଁ କଥା। କେତେ ଭଲ ଭାବରେ ବୁଝାଯାଉଛି। ତଥାପି ମଧ୍ୟ ବୁଦ୍ଧିରେ ରହୁନାହିଁ। ଏହି ଗୋଲକ ଅର୍ଥାତ୍ ସୃଷ୍ଟିଚକ୍ରର ଚିତ୍ର ବହୁତ ଭଲ। ସ୍ୱର୍ଗକୁ ଯିବାର ରାସ୍ତା। ଏହି ଗୋଲକ ଚିତ୍ରରୁ ବହୁତ ଭଲ ଭାବରେ ବୁଝିପାରିବେ। ସିଡ଼ି ଚିତ୍ରରୁ ଏତେ ବୁଝିପାରିବେ ନାହିଁ ଯେତିକି ଏଥିରୁ ବୁଝିବେ। ଦିନକୁ ଦିନ ସଂଶୋଧନ ମଧ୍ୟ ହୋଇ ଚାଲିଛି। ବାବା କହୁଛନ୍ତି ଆଜି ତୁମକୁ ବିଲକୁଲ ନୂଆ ନିର୍ଦ୍ଦେଶ ଦେଉଛି। ପ୍ରଥମରୁ କ'ଣ ସବୁ ଶିକ୍ଷା ମିଳିଥାଏ। ଦେଖ ଏହା କିପରି ଦୁନିଆ। ଏଠାରେ କେତେ ଦୁଃଖ ରହିଛି। ପିଲାମାନଙ୍କ ପ୍ରତି କେତେ ମୋହ ରହୁଛି। ପିଲା ମରିଗଲେ ଏକଦମ ପାଗଳା ହୋଇଯାଉଛନ୍ତି। ଏଠାରେ ଅସରନ୍ତି ଦୁଃଖ ରହିଛି। ଏପରି ନୁହେଁ ଯେ ଇଏ ସାହୁକାର ଅଟନ୍ତି ତେଣୁ ସୁଖୀ ହେଉଥିବେ। ନା, ଅନେକ ପ୍ରକାରର ରୋଗ ଲାଗି ରହିଛି। ଡାକ୍ତରଖାନାରେ ପଡ଼ି ରହିଛନ୍ତି। ଗରିବମାନେ ସାଧାରଣ ୱାର୍ଡ଼ରେ ପଡ଼ି ରହୁଛନ୍ତି। ସାହୁକାରଙ୍କୁ ଅଲଗା ସ୍ୱତନ୍ତ୍ର କୋଠରୀ ମିଳିଯାଉଛି। କିନ୍ତୁ ଦୁଃଖ ତ ଯେପରି ଗରିବଙ୍କୁ ହେଉଛି ସେହିପରି ସାହୁକାରଙ୍କୁ ମଧ୍ୟ ହେଉଛି। କେବଳ ତାଙ୍କୁ ଭଲ ଜାଗା ମିଳୁଛି। ଭଲ ଭାବରେ ଦାୟିତ୍ୱ ନେଉଛନ୍ତି। ଏବେ ତୁମେ ପିଲାମାନେ ଜାଣୁଛ ଯେ ଆମକୁ ବାବା ପାଠ ପଢ଼ାଉଛନ୍ତି। ଏହିଭଳି ଅନେକ ଥର ପାଠ ପଢ଼ାଇଛନ୍ତି। ତେବେ ନିଜ ମନକୁ ପଚାରିବା ଦରକାର ମୁଁ ପଢ଼ୁଛି ନା ନାହିଁ। ମୁଁ କେତେ ଜଣଙ୍କୁ ପାଠ ପଢ଼ାଉଛି। ଯଦି ଅନ୍ୟମାନଙ୍କୁ ନ ପଢ଼ାଇବ ତେବେ କେଉଁ ପଦ ମିଳିବ। ତେଣୁ ପ୍ରତିଦିନ ରାତ୍ରିରେ ନିଜର ଚାର୍ଟ ଦେଖ। ଆଜି କାହାକୁ ଦୁଃଖ ଦେଇନାହିଁ ତ। ଶ୍ରୀମତ କହୁଛି କାହାକୁ ଦୁଃଖ ଦିଅ ନାହିଁ। ସମସ୍ତଙ୍କୁ ସୁଖର ରାସ୍ତା ବତାଅ। ଯିଏ ଆମ କୁଳର ସଦସ୍ୟ ହୋଇଥିବେ ତାଙ୍କୁ ତୁରନ୍ତ ଅନୁଭବ ହେବ। ଏଥିରେ ସୁବର୍ଣ୍ଣର ପାତ୍ର ଅର୍ଥାତ୍ ପବିତ୍ର ବୁଦ୍ଧି ଆବଶ୍ୟକ। ଯେଉଁଥିରେ ଜ୍ଞାନ ଅମୃତ ରହିପାରିବ। ଯେପରି କଥାରେ କହିଥାନ୍ତି ନା, ସିଂହର କ୍ଷୀର ରହିବା ପାଇଁ ସୁନାର ବାସନ ଦରକାର। କାହିଁକି ନା ତାହାର କ୍ଷୀରରେ ବହୁତ ଶକ୍ତି ଥାଏ। ତା ପିଲାମାନଙ୍କ ପ୍ରତି ମୋହ ରହିଥାଏ। କାହାକୁ ଦେଖିଲେ ତ ଏକଦମ ଉଛୁଳି ପଡ଼ିଥାଏ। ଭାବିଥାଏ ଇଏ କାଳେ ମୋ ପିଲାକୁ ମାରିଦେବ। ଏଥିରେ ମଧ୍ୟ ଅନେକ ଅଛନ୍ତି ଯାହାଙ୍କର ସ୍ୱାମୀ ପିଲା ଆଦିଙ୍କ ପ୍ରତି ମୋହ ବହୁତ ରହିଥାଏ। ଏବେ ତୁମେମାନେ ଜାଣୁଛ ସ୍ୱର୍ଗର ଦ୍ୱାର ଖୋଲୁଛି। କୃଷ୍ଣଙ୍କ ଚିତ୍ରରେ ବହୁତ ପରିଷ୍କାର ଭାବରେ ଲେଖାଯାଇଛି ଏହି ଲଢ଼େଇ ପରେ ସ୍ୱର୍ଗର ଦ୍ୱାର ଖୋଲିବ। ସେଠାରେ ବହୁତ କମ୍ ମନୁଷ୍ୟ ରହିବେ। ବାକି ସମସ୍ତେ ମୁକ୍ତିଧାମକୁ ଚାଲିଯିବେ। କିନ୍ତୁ ଯିବା ପୂର୍ବରୁ ବହୁତ ଦଣ୍ଡ ଭୋଗ କରିବାକୁ ପଡ଼ିଥାଏ। ଯାହା ବି ପାପ କର୍ମ କରିଥିବ ଗୋଟିଏ ଗୋଟିଏ ଜନ୍ମର ସାକ୍ଷାତକାର କରି ଦଣ୍ଡ ଭୋଗ କରିଥାନ୍ତି। ପୁଣି ପାଇ ପଇସାକର ପଦ ପାଇଥାନ୍ତି। ବାବାଙ୍କୁ ମନେ ନ ପକାଇଲେ ବିକର୍ମ ବିନାଶ ହୁଏ ନାହିଁ। ଅନେକ ସନ୍ତାନ ଅଛନ୍ତି ଯିଏକି ମୁରଲୀ ମଧ୍ୟ ମିସ୍ କରୁଛନ୍ତି। ଏଥିରେ ବହୁତ ଅବହେଳା କରୁଛନ୍ତି। ଭାବୁଛନ୍ତି ଆମେ ନ ପଢ଼ିଲେ କ'ଣ ହେଲା। ଆମେ ତ ପାର ହୋଇଯାଇଛୁ। ମୁରଲୀକୁ ମଧ୍ୟ ଖାତିର କରିନଥାନ୍ତି। ଏପରି ଦେହ ଅଭିମାନୀ ବହୁତ ଅଛନ୍ତି। ସେମାନେ ନିଜର ହିଁ କ୍ଷତି କରୁଛନ୍ତି। ବାବା ଜାଣିଛନ୍ତି। ସେଥିପାଇଁ ଏଠାକୁ ଯେତେବେଳେ ଆସୁଛନ୍ତି ମୁଁ ପଚାରୁଛି ଅନେକ ମୁରଲୀ ପଢ଼ି ନଥିବେ। କିଏ ଜାଣେ ଏଥିରେ କୌଣସି ଭଲ ପଏଣ୍ଟସ୍ ରହିଥିବ। ପଏଣ୍ଟସ୍ ତ ପ୍ରତିଦିନ ନୂଆ ନୂଆ ବାହାରୁଛି ନା। ଏପରି ମଧ୍ୟ ଅନେକ ସେଣ୍ଟରକୁ ଆସୁଛନ୍ତି। ଧାରଣା କିଛି ନାହିଁ। ଜ୍ଞାନ ମଧ୍ୟ ନାହିଁ। ଯଦି ଶ୍ରୀମତରେ ନ ଚାଲିବ ତେବେ କି ପଦ ପାଇବ। ସତ୍ ବାବା ସତ୍ ଶିକ୍ଷକଙ୍କର ଗ୍ଲାନି କରିଲେ କେବେ ବି ରହିପାରିବ ନାହିଁ। କିନ୍ତୁ ସମସ୍ତେ ତ ସେଠାରେ ରାଜା ହେବେ ନାହିଁ। ପ୍ରଜା ମଧ୍ୟ ହେବେ। କ୍ରମାନୁସାରେ ପଦ ରହିବ ନା। ତେବେ ଯୋଗବଳ ଉପରେ ସବୁକିଛି ନିର୍ଭର କରୁଛି। ଯେଉଁ ବାବାଙ୍କଠାରୁ ବିଶ୍ୱର ରାଜତ୍ୱ ମିଳୁଛି ତାକୁ ସ୍ମରଣ କରିପାରୁନାହାନ୍ତି। ଯଦି ଭାଗ୍ୟରେ ହିଁ ନାହିଁ ତେବେ ପୁରୁଷାର୍ଥ ମଧ୍ୟ କ'ଣ କରିବେ। ବାବା ତ କହୁଛନ୍ତି ଯୋଗର ଯାତ୍ରା ଦ୍ୱାରା ହିଁ ପାପ ଭସ୍ମ ହେବ। ତେଣୁ ପୁରୁଷାର୍ଥ କରିବା ଦରକାର ନା। ବାବା ଏପରି କହୁନାହାନ୍ତି ଯେ ଖାଇବା ପିଇବା ମଧ୍ୟ ଛାଡ଼ିଦିଅ। ଏହା କୌଣସି ହଠଯୋଗ ନୁହେଁ। ଚାଲି ବୁଲି ସବୁ କାମ କରି ଯେପରି ପ୍ରେମିକା ପ୍ରେମିକକୁ ମନେ ପକାଇଥାଏ ସେହିପରି ମନେ ପକାଅ। ସେମାନଙ୍କର ନାମ ରୂପର ପ୍ରେମ ରହିଥାଏ। ଏହି ଲକ୍ଷ୍ମୀନାରାୟଣ ବିଶ୍ୱର ମାଲିକ କିପରି ହେଲେ।
ଏ କଥା କେହି ବି ଜାଣିନାହାନ୍ତି। ତୁମେମାନେ ତ କହୁଛ ଏହା କାଲିର କଥା। ଏମାନେ ରାଜତ୍ୱ କରୁଥିଲେ। ମନୁଷ୍ୟମାନେ ତ ଲକ୍ଷ ଲକ୍ଷ ବର୍ଷ କହି ଦେଉଛନ୍ତି। ମାୟା ମନୁଷ୍ୟକୁ ବିଲକୁଲ ପଥର ବୁଦ୍ଧି କରିଦେଇଛି। ଏବେ ତୁମେ ପଥର ବୁଦ୍ଧିରୁ ପାରସ ବୁଦ୍ଧି ହେବାକୁ ଯାଉଛ। ପାରସନାଥଙ୍କ ମନ୍ଦିର ମଧ୍ୟ ରହିଛି, କିନ୍ତୁ ସେ କିଏ ଏ କଥା କେହି ଜାଣିନାହାନ୍ତି। ମନୁଷ୍ୟ ବିଲକୁଲ ହିଁ ଘୋର ଅନ୍ଧକାରରେ ଅଛନ୍ତି। ବର୍ତ୍ତମାନ ବାବା କେତେ ଭଲ ଭଲ କଥା ବୁଝାଉଛନ୍ତି। ପୁଣି ପ୍ରତ୍ୟେକଙ୍କର ବୁଦ୍ଧି ଉପରେ ଏହା ନିର୍ଭର କରୁଛି। ଶିକ୍ଷାଦାତା ତ କେବଳ ଜଣେ, କିନ୍ତୁ ବିଦ୍ୟାର୍ଥୀ ଢେର ହେବେ। ଗଳି ଗଳିରେ ତୁମର ସ୍କୁଲ ଖୋଲିଯିବ। ଏହା ହେଲା ସ୍ୱର୍ଗକୁ ଯିବା ପାଇଁ ରାସ୍ତା। ଜଣେ ହେଲେ ମନୁଷ୍ୟ ନାହିଁ ଯିଏକି ଭାବୁଛି ଯେ ମୁଁ ନର୍କରେ ଅଛି। ବାବା ବୁଝାଉଛନ୍ତି ସମସ୍ତେ ପୂଜାରୀ। କେବଳ ସତ୍ୟ ଯୁଗରେ ହିଁ ପୂଜ୍ୟ ଆତ୍ମାମାନେ ଥାଆନ୍ତି। କଳି ଯୁଗରେ ପୂଜାରୀମାନେ ଅଛନ୍ତି। ମନୁଷ୍ୟମାନେ ଭାବୁଛନ୍ତି ଭଗବାନ ହିଁ ପୂଜ୍ୟ, ଭଗବାନ ହିଁ ପୂଜାରୀ ହେଉଛନ୍ତି। ଆପଣ ହିଁ ଭଗବାନ ଅଟନ୍ତି। ଆପଣ ହିଁ ଏହି ସବୁ ଖେଳ କରୁଛନ୍ତି। ତୁମେ ବି ଭଗବାନ, ଆମେ ମଧ୍ୟ ଭଗବାନ। କିଛି ବି ବୁଝିପାରୁନାହାନ୍ତି। ଏହା ହେଉଛି ରାବଣ ରାଜ୍ୟ। ତୁମେ କ'ଣ ଥିଲ, ଏବେ କ'ଣ ହେଉଛ? ପିଲାମାନଙ୍କୁ ବହୁତ ନିଶା ରହିବା ଉଚିତ। ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ତୁମେ ପୁଣ୍ୟ ଆତ୍ମା ହୋଇଯିବ। ବାବା ପିଲାମାନଙ୍କୁ ପୁଣ୍ୟ ଆତ୍ମା ହେବା ପାଇଁ ଯୁକ୍ତି ବତାଉଛନ୍ତି। ପିଲାମାନେ, ଏହି ପୁରୁଣା ଦୁନିଆର ଏବେ ଅନ୍ତିମ ସମୟ। ମୁଁ ଏବେ ପ୍ରତ୍ୟକ୍ଷ ରୂପେ ଆସିଛି। ଏହା ଅନ୍ତିମ ଦାନ ଅଟେ। ଏକଦମ ସମର୍ପଣ ହୋଇଯାଅ। ବାବା ଏସବୁ ଆପଣଙ୍କର। ବାବା ତ ଦେବା ପାଇଁ ହିଁ ଆମ ଦ୍ୱାରା କରାଇଥାନ୍ତି। ଏମାନଙ୍କର କିଛି ଭବିଷ୍ୟତ ପାଇଁ ଜମା ହୋଇଯାଉ। ମନୁଷ୍ୟ ଈଶ୍ୱରଙ୍କ ଅର୍ଥେ ଦାନ ପୁଣ୍ୟ କରିଥାନ୍ତି, ତାହା ପରୋକ୍ଷ ଅଟେ। ଯାହାର ଫଳ ପରଜନ୍ମରେ ମିଳିଥାଏ, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଏବେ ତ ମୁଁ ପ୍ରତ୍ୟକ୍ଷରେ ଆସିଛି। ବର୍ତ୍ତମାନ ତୁମେ ଯାହା କିଛି କରିବ ତାହାର ପ୍ରତିଦାନ ତୁମକୁ ପଦ୍ମଗୁଣା ମିଳିବ। ସତ୍ୟ ଯୁଗରେ ତ ଦାନ ପୁଣ୍ୟର କୌଣସି କଥା ରହିବ ନାହିଁ। ଏଠାରେ କାହା ପାଖରେ ପଇସା ଅଛି ତ ବାବା କହିବେ ଆଚ୍ଛା, ତୁମେ ଯାଇ ସେଣ୍ଟର ଖୋଲ, ପ୍ରଦର୍ଶନୀ କରାଅ। ଗରିବ ହୋଇଥିଲେ କହିବେ ଯଦି ପାରିବ ନିଜ ଘରେ ହିଁ ବୋର୍ଡ ଲଗାଇଦିଅ, ଲେଖିଦିଅ ସ୍ୱର୍ଗକୁ ଯିବାର ରାସ୍ତା। ସ୍ୱର୍ଗ ଏବଂ ନର୍କ ରହିଛି ନା। ଏବେ ଆମେ ନର୍କବାସୀ ଅଟୁ, ଏ କଥା ମଧ୍ୟ କେହି ବୁଝିପାରୁନାହାନ୍ତି। ଯଦି ସିଏ ସ୍ୱର୍ଗକୁ ଯାଇଥାନ୍ତି, ପୁଣି ତାଙ୍କୁ ନର୍କକୁ କାହିଁକି ଡାକୁଛ? ସ୍ୱର୍ଗରେ କ'ଣ କେହି କହିବେ ଯେ ଅମୁକ ସ୍ୱର୍ଗକୁ ଗଲା? ସେ ତ ସ୍ୱର୍ଗରେ ହିଁ ଅଛନ୍ତି। ପୁନର୍ଜନ୍ମ ମଧ୍ୟ ସ୍ୱର୍ଗରେ ହିଁ ମିଳିଥାଏ। ଏଠାରେ ପୁନର୍ଜନ୍ମ ନର୍କରେ ହିଁ ମିଳୁଛି। ଏହି କଥା ମଧ୍ୟ ତୁମେ ବୁଝାଇପାରିବ। ଭଗବାନ ବାଚ, ମୋତେ ମନେ ପକାଅ, କାହିଁକି ନା ମୁଁ ହିଁ ପତିତପାବନ ଅଟେ। ମୋତେ ମନେ ପକାଇଲେ ତୁମେ ପୂଜାରୀରୁ ପୂଜ୍ୟ ହୋଇଯିବ। ଯଦିଓ ସ୍ୱର୍ଗରେ ସମସ୍ତେ ଖୁସି ହୋଇ ରହିବେ, କିନ୍ତୁ କ୍ରମାନୁସାରେ ପଦ ରହିବ। ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। କୁମାରୀମାନଙ୍କୁ ତ ସେବାର ବହୁତ ନିଶା ରହିବା ଉଚିତ। ଆମେ ଭାରତକୁ ସ୍ୱର୍ଗ କରି ଦେଖାଇବୁ। ଆଦର୍ଶ କୁମାରୀ ସିଏ ଯିଏକି 21 କୁଳର ଉଦ୍ଧାର କରିପାରେ, ଅର୍ଥାତ୍ 21 ଜନ୍ମ ପାଇଁ ଉଦ୍ଧାର କରିପାରିବ। ଆଚ୍ଛା, ମିଠା ମିଠା ଶିକ୍ଷିତ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଓಂ ଶାନ୍ତି। ମେରା ବାବା, ପ୍ୟାରା ବାବା, ମିଠା ବାବା, ଶୁକ୍ରିୟା ବାବା, ଓಂ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର। 1ରେ, ଏହା ପୁରୁଣା ଦୁନିଆର ଅନ୍ତିମ ସମୟ ଅଟେ, ଯେତେବେଳେ କି ବାବା ପ୍ରତ୍ୟକ୍ଷ ରୂପରେ ଆସିଛନ୍ତି। ସେଥିପାଇଁ ପୁରା ସମର୍ପଣ ହୋଇଯିବା ଉଚିତ। ବାବା ଏସବୁ ଆପଣଙ୍କର ଅଟେ, ଏଭଳି ଭାବିବା ଦ୍ୱାରା ପୁଣ୍ୟାତ୍ମା ହୋଇଯିବ। ଏହା ପୁରୁଣା ଦୁନିଆର ଅନ୍ତିମ ସମୟ ଅଟେ, ଯେତେବେଳେ କି ବାବା ପ୍ରତ୍ୟକ୍ଷ ରୂପରେ ଆସିଛନ୍ତି। ସେଥିପାଇଁ ପୁରା ସମର୍ପଣ ହୋଇଯିବା ଉଚିତ। ବାବା ଏସବୁ ଆପଣଙ୍କର ଅଟେ, ଏଭଳି ଭାବିବା ଦ୍ୱାରା ପୁଣ୍ୟାତ୍ମା ହୋଇଯିବ। 2ରେ, ମୁରଲୀ କେବେ ହେଲେ ମିସ୍ କରିବାର ନାହିଁ କିମ୍ବା ମୁରଲୀ ପଢ଼ିବାରେ କେବେ ବି ବେପରୁଆ ହେବାର ନାହିଁ। ଏପରି ନୁହେଁ ଯେ ନ ପଢ଼ିଲେ କ'ଣ ହେଲା, ମୁଁ ତ ପାର ହୋଇଯାଇଛି। ନା, ଏପରି ଭାବିବା ଦେହ ଅଭିମାନ ଅଟେ। ମୁରଲୀ ନିଶ୍ଚିନ୍ତ ପଢ଼ିବା ଦରକାର। ମୁରଲୀ କେବେ ହେଲେ ମିସ୍ କରିବାର ନାହିଁ କିମ୍ବା ମୁରଲୀ ପଢ଼ିବାରେ କେବେ ବି ବେପରୁଆ ହେବାର ନାହିଁ। ଏପରି ନୁହେଁ ଯେ ନ ପଢ଼ିଲେ କ'ଣ ହେଲା, ମୁଁ ତ ପାର ହୋଇଯାଇଛି। ନା, ଏପରି ଭାବିବା ଦେହ ଅଭିମାନ ଅଟେ। ମୁରଲୀ ନିଶ୍ଚିନ୍ତ ପଢ଼ିବା ଦରକାର।
ବରଦାନ ନିଜକୁ ପରିବର୍ତ୍ତନ କରି ସଚ୍ଚା ସୁନା ହୋଇ ପ୍ରତ୍ୟେକ କାର୍ଯ୍ୟରେ କୃତକାର୍ଯ୍ୟ ହେଉଥିବା ସ୍ୱପରିବର୍ତ୍ତକ ଭବ। ନିଜକୁ ପରିବର୍ତ୍ତନ କରି ସଚ୍ଚା ସୁନା ହୋଇ ପ୍ରତ୍ୟେକ କାର୍ଯ୍ୟରେ କୃତକାର୍ଯ୍ୟ ହେଉଥିବା ସ୍ୱପରିବର୍ତ୍ତକ ଭବ। ଯେଉଁମାନେ ସବୁ ପ୍ରକାରର ପରିସ୍ଥିତିରେ ନିଜକୁ ପରିବର୍ତ୍ତନ ନ କରି ସ୍ୱପରିବର୍ତ୍ତକ ହୋଇଥାନ୍ତି ସେମାନେ ସର୍ବଦା ସଫଳ ହୋଇଥାନ୍ତି। ସେଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖ। ଅନ୍ୟମାନେ ପରିବର୍ତ୍ତନ ହେଲେ ଯାଇ ମୁଁ ପରିବର୍ତ୍ତନ ହେବି ନା, ଆଉ କେହି ପରିବର୍ତ୍ତନ ହୁଅନ୍ତୁ ବା ନ ହୁଅନ୍ତୁ ମୋତେ ପରିବର୍ତ୍ତନ ହେବାକୁ ପଡ଼ିବ। ହେ ଅର୍ଜୁନ, ଅର୍ଥାତ୍ ପ୍ରଥମ ନମ୍ବରରେ ମୋତେ ହେବାକୁ ପଡ଼ିବ। ପରିବର୍ତ୍ତନ କରିବାରେ ସର୍ବଦା ପ୍ରଥମ ମୁଁ। ଯିଏ ଏଥିରେ ପ୍ରଥମ ମୁଁ କରିଥାଏ ଅର୍ଥାତ୍ ଆଗରେ ରହିଥାଏ ସେ ହିଁ ପ୍ରଥମ ନମ୍ବର ହୋଇଯାଏ। କାହିଁକି ନା ନିଜକୁ ପରିବର୍ତ୍ତନ କରିନେବା ବାଲା ହିଁ ପ୍ରକୃତ ସେହି ସୁନା ଅଟେ ଏବଂ ସେହି ସୁନା ହିଁ ମୂଲ୍ୟବାନ ଅଟେ। ସ୍ଲୋଗାନ ନିଜର ଶ୍ରେଷ୍ଠ ଜୀବନର ପ୍ରତ୍ୟକ୍ଷ ପ୍ରମାଣ ଦ୍ୱାରା ପରମ ପିତାକୁ ପ୍ରତ୍ୟକ୍ଷ କର। ନିଜର ଶ୍ରେଷ୍ଠ ଜୀବନର ପ୍ରତ୍ୟକ୍ଷ ପ୍ରମାଣ ଦ୍ୱାରା ପରମ ପିତାକୁ ପ୍ରତ୍ୟକ୍ଷ କର। ଓଁ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରାରେ ବାବା କହିଛନ୍ତି ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଯଦି ବାବାଙ୍କ ସମାନ ହେବାକୁ ଚାହୁଁଛ ବା ବାବାଙ୍କ ପାଖାପାଖି ହେବାକୁ ଚାହୁଁଛ ତେବେ ଅପବିତ୍ରତା ଅର୍ଥାତ୍ କାମ ବିକାର ରୂପୀ ମହାଶତ୍ରୁ ସ୍ୱପ୍ନରେ ମଧ୍ୟ ଆକ୍ରମଣ ନ କରୁ। ସର୍ବଦା ଭାଇ ଭାଇର ସ୍ମୃତି ସହଜରେ ଏବଂ ସ୍ୱତଃ ହିଁ ସ୍ୱରୂପରେ ରହିଥାଉ। ଆତ୍ମାର ଅସଲି ଗୁଣ ସ୍ୱରୂପ ଏବଂ ଶକ୍ତି ସ୍ୱରୂପ ସ୍ଥିତିରୁ ତଳକୁ ଆସ ନାହିଁ। ଓଁ ଶାନ୍ତି, ଓଁ ଶାନ୍ତି, ଓଁ ଶାନ୍ତି।